ସାମ ସଙ୍ଗୀତ ପୁସ୍ତକ ଅଧ୍ୟାୟ 36। ଦୋଷ କରେ ଦୁଷ୍ଟର ଅନ୍ତର ମଧ୍ୟେ କଥନ, ତା ଦୃଷ୍ଟିରେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ପାଇଁ ନାହିଁ କୌଣସି ସ୍ଥାନ। କହେ ସେ ଯେ କରି ନିଜକୁ ଅଭିନନ୍ଦନ, ହେବ ନାହିଁ ତାର ଦୋଷ ଆବିଷ୍କୃତ କିମ୍ବା ଘୃଣିତ। ତାର ମୁଖ ନିଃସୃତ ବଚନ ଅଟେ, ପ୍ରବଞ୍ଚନାତ୍ମକ ତଥା ଅନିଷ୍ଟ କାର୍ଯ୍ୟ କରିବା ପାଇଁ ବିବେଚନାପୂର୍ବକ କିମ୍ବା ସତ୍କର୍ମ ସାଧନରୁ ହୋଇଛି ସେ ନିବୃତ୍ତ। ଶଯ୍ୟାଶାୟୀ ଅବସ୍ଥାରେ କରେ ସେ ଅନିଷ୍ଟ ଚକ୍ରାନ୍ତ, କରେ ସେ କୁମାର୍ଗରେ ବିଚରଣ, କରେ ନାହିଁ ସେ ମନ୍ଦକୁ ଘୃଣା। ହେ ପ୍ରଭୁ, ନିରନ୍ତର ସ୍ନେହ ତୁମର ଆକାଶ ପର୍ଯ୍ୟନ୍ତ ବିସ୍ତୃତ, ତବ ବିଶ୍ୱସ୍ତତା ମେଘମାଳା ପର୍ଯ୍ୟନ୍ତ ବ୍ୟାପ୍ତ। ତୁମର ନୀତିନିଷ୍ଠା ଈଶ୍ୱରଙ୍କ ପର୍ବତମାଳା ସଦୃଶ, ବିଚାର ବିଧି ତୁମର ଗଭୀର ଅଗାଧ ସଦୃଶ। କରୁଅଛ ହେ ପ୍ରଭୁ, ତୁମେ ମନୁଷ୍ୟ ତଥା ପଶୁର ରକ୍ଷଣାବେକ୍ଷଣ। ହେ ଈଶ୍ୱର, ନିରନ୍ତର ସ୍ନେହ ତୁମର କେଡ଼େ ମହାର୍ଘ। ନିଅନ୍ତି ମନୁଷ୍ୟପୁତ୍ରମାନେ ତୁମ ପକ୍ଷ ଛାୟା ତଳେ ଆଶ୍ରୟ। ଆହାର କରି ସଦୃଶ ଭୋଜ, ହୁଅନ୍ତି ସେମାନେ ତୁମ ଆଳୟରେ ପରିତୃପ୍ତ। ପ୍ରଦାନ କରୁଥାଅ ତୁମେ ସେମାନଙ୍କୁ ତୁମ ଆନନ୍ଦ ସ୍ତୋତ୍ରର ପାନୀୟ। କାରଣ ନୀରବର ଉତ୍ସ ତୁମଠାରେ ସ୍ଥିତ, ତବ ଜ୍ୟୋତିଷରେ କରୁ ଆମେ ଜ୍ୟୋତି ନିରୀକ୍ଷଣ। ଯେଉଁମାନଙ୍କ ପ୍ରତି ତୁମେ ପରିଚିତ, ସେମାନଙ୍କ ସକାଶେ ନିରନ୍ତର ସ୍ନେହ ତୁମର। ଯେଉଁମାନେ ନିଷ୍କଳଙ୍କ ହୃଦୟ ବିଶିଷ୍ଟ, ସେମାନଙ୍କ ନିମନ୍ତେ ପରିତ୍ରାଣ ତୁମର କର ପ୍ରଦାନ ଅନବରତ। ନ ହେଉ ଅହଙ୍କାରୀର ପାଦ ମୋ ଉପରେ ପତିତ, କିମ୍ବା ନ କର ମୋତେ ଦୁଷ୍ଟମାନଙ୍କ ହସ୍ତ ଦ୍ୱାରା ବିତାଡ଼ିତ। ହୋଇ ରହନ୍ତି ଦୁଷ୍କର୍ମୀମାନେ ସେଠାରେ ଭୂପତିତ, ହୋଇ ନ ପାରନ୍ତି ସେମାନେ ଯେପରି ଉତ୍ଥିତ, ହୋଇଛନ୍ତି ସେମାନେ ସେପରି ଭାବେ ବିଦ୍ଧ। ପ୍ରଜ୍ଞାନିକ ସାମ ଅଧ୍ୟାୟ 37। କର ନାହିଁ ତୁମେ ଦୁଷ୍ଟଗଣ ଯୋଗୁଁ ନିଜକୁ ବିକ୍ଷୁବ୍ଧ, ହୁଅ ନାହିଁ ଦୁଷ୍କର୍ମୀମାନଙ୍କ ପ୍ରତି ଈର୍ଷାନ୍ୱିତ। ଯିବେ ସେମାନେ ଅବିଳମ୍ବେ ମଉଳି ତୃଣ ସଦୃଶ, ହେବେ ସେମାନେ ଘାସ ତୁଲ୍ୟ ଶୁଷ୍କ। ହୋଇ ଶରଣାଗତ ପ୍ରଭୁଙ୍କ ଠାରେ କର ସତ୍କର୍ମ ସାଧନ, ତାହା ହେଲେ କରିବ ତୁମେ ସୁରକ୍ଷିତାବସ୍ଥାରେ ପୃଥିବୀରେ ଅବସ୍ଥାନ। ହୁଅ ପ୍ରଭୁଙ୍କ ଠାରେ ଆନନ୍ଦିତ, କରିବେ ସେ ତୁମ ହୃଦୟାଭିଳାଷ ପରିପୂର୍ଣ୍ଣ। କର ପ୍ରଭୁଙ୍କ ହସ୍ତେ ନିଜକୁ ସମର୍ପଣ, ତାହାଙ୍କ ଠାରେ କର ଆସ୍ଥା ସ୍ଥାପନ, କରିବେ ସେ ତୁମର ତତ୍ତ୍ୱାବଧାନ। କରିବେ ସେ ଜ୍ୟୋତି ସଦୃଶ ତୁମ ପକ୍ଷ ସମର୍ଥନ, କରିବେ ସେ ମଧ୍ୟାହ୍ନ ତୁଲ୍ୟ ତୁମ ନ୍ୟାୟ ବିଚାର ପ୍ରକାଶ। ରୁହ ପ୍ରଭୁଙ୍କ ସନ୍ନିଧାନେ ହୋଇ ସୁସ୍ଥିର, ରୁହ ଧୈର୍ଯ୍ୟ ସହକାରେ ତାହାଙ୍କ ପ୍ରତି ହୋଇ ପ୍ରତୀକ୍ଷାରତ। ହୁଏ ଯିଏ ନିଜ ମାର୍ଗରେ ଐଶ୍ୱର୍ଯ୍ୟ ପ୍ରାପ୍ତ, କରେ ଯିଏ ଯୋଜନା ଅନିଷ୍ଟର, କର ନାହିଁ ତୁମେ ତା ସକାଶେ ନିଜକୁ ବିକ୍ଷୁବ୍ଧ। କୋପରୁ ଦୂରେଇ ରୁହ, କର ପରିତ୍ୟାଗ କ୍ରୋଧ, କର ନାହିଁ ନିଜକୁ ବିକ୍ଷୁବ୍ଧ। କରେ ତାହା କେବଳ ଅନିଷ୍ଟ ଆଡ଼କୁ ଆନୟନ। କାରଣ ହେବ ଦୁଷ୍ଟ ଉଚ୍ଛେଦିତ, କିନ୍ତୁ ଯେଉଁମାନେ ପ୍ରଭୁଙ୍କ ପ୍ରତି ପ୍ରତୀକ୍ଷାରତ କରିବେ ସେମାନେ ଦେଶ ଅଧିକାର। ହେବ ଅଳ୍ପ ସମୟ ମଧ୍ୟରେ ଦୁଷ୍ଟ ନିଶ୍ଚିହ୍ନ, ଯଦିଓ କରିବ ତୁମେ ଔତ୍ସୁକ୍ୟତାପୂର୍ବକ ତାକୁ ତାର ସ୍ଥାନେ ସନ୍ଧାନ, ତଥାପି କରିବ ନାହିଁ ଲାଭ ତାର ଦର୍ଶନ। କିନ୍ତୁ କରିବେ ସୁଶୀଳ ବ୍ୟକ୍ତିଗଣ ଦେଶ ଅଧିକାର, ଐଶ୍ୱର୍ଯ୍ୟର ବହୁଳତାରେ କରିବେ ସେମାନେ ଆନନ୍ଦ।
करे नीतिनिष्ठ व्यक्ति विरुद्धे दुष्ट लोक चक्रांत करे से ता प्रति दंत कड़मड़ किंतु करंती प्रभु दुष्ट प्रति उपहास पूर्वक हास्य प्रभु जानती जे तार दिन आसन्न हुअन्ति जेपरि दरिद्र तथा दीनहीन व्यक्तिगण निपतित करन्ति जो नीतिनिष्ठ पथ देई विचरण हुअन्ति सेमाने जेपरि निहत करन्ति तन्निमन्ते दुष्ट लोके खड्ग निष्कासन व करन्ति धनुको रजुबद्ध खड्ग सेमानंकर करिब सेमानंक निज हृदय विदीर्ण व करा हेब धनु सेमानंकर भग्न अनेक दुष्ट लोकंक प्रचुर संपद अपेक्षा जड़े नीतिनिष्ठ व्यक्तिर अल्प संपद बरं श्रेयस्कर कराजीव दुष्टर बाहुभग्न किंतु करिबे प्रभु नीतिनिष्ठ व्यक्ति को समर्थन निर्दोषी व्यक्ति मानक दिन सबु प्रभु को अवगत सेमानंक अधिकार होई रहिबो निरंतर हेबे नाही सेमाने विपदर दिवसे लज्जित लभिबे सेमाने दुर्भिक्ष काले ऐश्वर्य हेबे दुष्ट लोके विनाश अटंती प्रभुंक शत्रुगण चारण भूमिर कोमलता सदृश हुअन्तु सेमाने अंतर्धान हुअन्तु सेमाने धूम सदृश चिरहित करिबे ऋण दुष्ट गण तथापि परिशोध करिबा पाई सेमाने अक्षम किंतु जे नीतिनिष्ठ व्यक्ति उदार भावे दान करिबे प्रभु को आशीर्वाद पात्र व्यक्तिगण देश हस्तगत किंतु हेबे प्रभुंक द्वारा अभिशप्त व्यक्तिवृंद उच्छेदित करंती जिए मनुष्यर पाददय प्रति पथ प्रदर्शन अटंती सीए प्रभु जहाँक मार्ग प्रभु को प्रीतिजनक करंती प्रभु ताको स्थापित जदि हुए से पतित मृत्यु मुखरे पतित हेबा भଳି हेबो नाही से सेपरी भावे निक्षिप्त कारण अटंती प्रभु तार आश्रय थिली मु युवक किंतु वर्तमान होइछि वृद्ध तथापि देखि नाही मु कौनसी नीतिनिष्ठ व्यक्ति को हेबार परित्यक्त किंबा करिबार भिक्षा याचना तार संतान गण दिए से सर्वदा उदार भावे दान व दिए मुक्त हस्ते ऋण हेबे संतान गण तार आशीषर कारण अहरी जाई मंद तारु कर सत्कर्म साधन तेबे हेबो तुमे चिरकाल व्यापी प्रतिष्ठित करंती प्रभु नीतिनिष्ठा को स्नेह करिबे नाही से ताहांक सन्थ जन को परित्याग व्यक्तिगण संरक्षित किंतु हेबे दुष्ट लोकंकर संतान गण उच्छेदित करिबे नीतिनिष्ठ व्यक्तिगण पृथ्वी अधिकार करिबे सेमाने तहिरे चिरकाल व्यापी बास करिब नीतिनिष्ठ व्यक्तिर मुख ज्ञानर कथन करिब जिह्वा तार नीतिनिष्ठा उच्चारण ईश्वरंक विधि विधान ता हृदय रे विद्यमान हेबो नाही तार पदस्खलन करंती दुष्ट लोके नीतिनिष्ठ व्यक्ति को निरीक्षण ताकू निधन करिबा पाई करंती सेमाने सुजोग अन्वेषण करिबे नाही प्रभु दुष्ट लोकंक हस्ते ताकू समर्पण ओ विचारित हेबा समय रे देबे नाही अनुमति हेबाको दोषी साब्यस्त हुआ प्रभुंक प्रति अपेक्षारत कर ताहांक मार्गावळी रे विचरण करिबे से ताकू देश अधिकार करिबा सकाशे उन्नीत करिब तुमे लाभ दुष्ट मानक विनाशर दर्शन होइछि दृष्टि गोचर जे मोर हुए दुष्ट अहंकार उन्मत्त ओ लेबाननर देवदारु वृक्ष सदृश
ଉଚ୍ଚତା ପ୍ରାପ୍ତ କଲି ମୁଁ ସେହି ପଥ ଦେଇ ପୁନରାୟ ଗମନ, କିନ୍ତୁ ପାଇଲି ନାହିଁ ତାର ସନ୍ଧାନ। ଯଦିଓ କଲି ମୁଁ ତାର ଅନ୍ୱେଷଣ, ତଥାପି ପାଇଲି ନାହିଁ ମୁଁ ତାର ସନ୍ଧାନ। କର ନିର୍ଦ୍ଦୋଷ ବ୍ୟକ୍ତିକୁ ଲକ୍ଷ୍ୟ, କର ନୀତିନିଷ୍ଠ ବ୍ୟକ୍ତିକୁ ନିରୀକ୍ଷଣ, କାରଣ ରହିଛି ଶାନ୍ତି ପ୍ରିୟ ବ୍ୟକ୍ତି ପାଇଁ ବଂଶଧର। କିନ୍ତୁ ହେବେ ପରାଧୀନମାନେ ସମ୍ମିଳିତ ଭାବେ ବିନଷ୍ଟ, ହେବେ ଦୁଷ୍ଟମାନଙ୍କ ବଂଶଧର ଉଚ୍ଛେଦିତ। ହୁଏ ଉଦ୍ଭବ ପ୍ରଭୁଙ୍କ ଠାରୁ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ପରିତ୍ରାଣ, ଦୁର୍ଦ୍ଦଶା ସମୟେ ଅଟନ୍ତି ସେ ସେମାନଙ୍କ ଶରଣ। କରନ୍ତି ପ୍ରଭୁ ସେମାନଙ୍କୁ ସାହାଯ୍ୟ ତଥା ମୁକ୍ତ, କରନ୍ତି ସେ ସେମାନଙ୍କୁ ଦୁଷ୍ଟ ଲୋକଙ୍କ ହସ୍ତରୁ ରକ୍ଷା ତଥା ମୁକ୍ତ, କାରଣ ତାହାଙ୍କଠାରେ ସେମାନେ ଶରଣାଗତ। ଅଧ୍ୟାୟ 38 ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, କର ନାହିଁ ତୁମେ ମୋତେ କୋପରେ ତିରସ୍କାର, କର ନାହିଁ ମୋ ପ୍ରତି ତୁମ କ୍ରୋଧରେ ଶାସ୍ତି ବିଧାନ। ସ୍ୱର ସବୁ ତୁମର ହୋଇଛି ମୋ ଠାରେ ବିଦ୍ଧ, ହୋଇଛି ମୋ ଉପରେ ତୁମ ହସ୍ତ ନିବଦ୍ଧିତ। ରସ ତୁମର ଯୋଗୁ ନାହିଁ ମୋ ଶରୀରରେ କୌଣସି ଆରୋଗ୍ୟ, ପାପ ହେତୁ ନାହିଁ ମୋ ଅସ୍ଥି ସକଳେ କୌଣସି ସ୍ୱାସ୍ଥ୍ୟ। ହୋଇଛି ମୁଁ ପାପରେ ଅଭିଭୂତ, ହୋଇଛି ସେ ସମସ୍ତ ମୋ ପାଇଁ ଦୁର୍ବହ ଭାରରେ ପ୍ରଣୀତ। ମୂଢ଼ତା ମୋର ଯୋଗୁ ହୋଇଛି କ୍ଷତ ସବୁ, ମୋର ପୂଜପୂର୍ଣ୍ଣ ତଥା ଦୁର୍ଗନ୍ଧ। ହୋଇଛି ମୁଁ ଅବନମିତ ତଥା ଭୂପତିତ, କରେ ମୁଁ ଦିନ ତମାମ ରୋଦନ ପୂର୍ବକ କାଳାତିପାତ। ଜରାକ୍ରାନ୍ତ ହୋଇ କୋଟି ମୋର ଅଟେ ଉତ୍ତପ୍ତ, ନାହିଁ ମୋ ଶରୀରେ କୌଣସି ସ୍ୱାସ୍ଥ୍ୟ। ମୁଁ ସମ୍ପୂର୍ଣ୍ଣେ କ୍ଷୀଣ ହୋଇ ବିଧ୍ୱସ୍ତ, ହୃଦୟ ବ୍ୟାକୁଳତା ଯୋଗୁ କରେ ମୁଁ ଆର୍ତ୍ତନାଦ। ହେ ପ୍ରଭୁ, ମନୋବାଞ୍ଛା ସମସ୍ତ ମୋର ତୁମକୁ ଅବଗତ, ନୁହେଁ ଆର୍ତ୍ତନାଦ ମୋର ତୁମଠାରୁ ଲୁକାୟିତ। ହୃଦୟ ମମ ହୁଏ ସ୍ପନ୍ଦିତ, ହୋଇଛି ମୋ ଶକ୍ତି କ୍ଷଣ ପ୍ରାୟ, ହୋଇଅଛି ମୋ ଠାରୁ ମୋର ନୟନର ଆଲୋକ ମଧ୍ୟ ଅନ୍ତର୍ଦ୍ଧାନ। ମହାମାରୀ ଯୋଗୁ ମୋ ସମୀପରୁ ହୋଇ ପୃଥକ, ହୁଅନ୍ତି ବନ୍ଧୁ ତଥା ସାଥୀବୃନ୍ଦ ମୋର ଦଣ୍ଡାୟମାନ। ଠିଆ ହୁଅନ୍ତୁ ହୋଇ ସୁଦୂରବର୍ତ୍ତୀ ଆତ୍ମୀୟ ଗଣ ମୋର। ମୋ ଜୀବନର ବିନାଶାର୍ଥେ କରନ୍ତି ଯେଉଁମାନେ ଅନୁସନ୍ଧାନ, କରନ୍ତି ସେମାନେ ଫାଶ ସଜ୍ଜିତ, କରନ୍ତି ଯେଉଁମାନେ ମୋ ବିରୁଦ୍ଧେ ଅନିଷ୍ଟ ଅନ୍ୱେଷଣ, କରନ୍ତି ସେମାନେ ବିନାଶ ସମ୍ବନ୍ଧେ କଥନ, କରନ୍ତି ଯେଉଁମାନେ ଦିନ ତମାମ ପ୍ରବଞ୍ଚନା ମୋର ଆୟୋଜନ। କିନ୍ତୁ ମୁଁ କିଛି ଶୁଣି ପାରୁନଥିବା ଜଣେ ବଧିର ସଦୃଶ୍ୟ, ମୁଖ ଖୋଲି ପାରୁନଥିବା ଜଣେ ମୂକତୁଲ୍ୟ। ମୁଁ କିଛି ହିଁ ଶୁଣିପାରୁନଥିବା ଜଣେ ବ୍ୟକ୍ତି ସଦୃଶ୍ୟ, ନଥାଏ ମୋ ମୁଖେ କୌଣସି ତିରସ୍କାର। କିନ୍ତୁ ହେ ପ୍ରଭୁ, ତୁମ ପାଇଁ ମୁଁ ପ୍ରତୀକ୍ଷାରତ। ହେ ପ୍ରଭୁ ମୋ ଈଶ୍ୱର, ଯିଏ ଦେବେ ମୋତେ ଉତ୍ତର, ସିଏ ତୁମେ ଅଟ। ଏହା ଯେ ମୋ ପ୍ରାର୍ଥନା ହେବା ସମୟେ ପାଦ ମୋର ସ୍ଖଳିତ, କରନ୍ତି ଯେଉଁମାନେ ମୋ ବିରୁଦ୍ଧେ ଦର୍ପ, ନ ହେଉ ପ୍ରାପ୍ତ ସେମାନଙ୍କୁ ଆନନ୍ଦିତ ହେବା ପାଇଁ ସୁଯୋଗ। ମୁଁ ପତିତ ପ୍ରାୟ, ବେଦନା ସର୍ବଦା ସହବର୍ତ୍ତୀ ମୋର, କରେ ମୁଁ ସ୍ୱୀକାର ମୋର ଦୋଷ। ମୋର ପାପ ସମ୍ବନ୍ଧେ ମୁଁ ଅନୁତପ୍ତ, ଅକାରଣେ ଯେଉଁମାନେ ଶତ୍ରୁ ମୋର ଅଟନ୍ତି ସେମାନେ ସତେଜ ତଥା ଶକ୍ତି ସମ୍ପନ୍ନ, କରନ୍ତି ଯେଉଁମାନେ ଅନ୍ୟାୟରେ ମୋତେ ବିଦ୍ୱେଷ, ଅଟନ୍ତି ସେମାନେ ଅସଂଖ୍ୟକ। ଦିଅନ୍ତି ଯେଉଁମାନେ ମଙ୍ଗଳ ବିନିମୟେ ଅମଙ୍ଗଳ ପ୍ରତିଦାନ,
କରିଅଛି ମୁଁ ଯେ ମଙ୍ଗଳର ସନ୍ଧାନ, ସେଥିଯୋଗୁଁ ସେମାନେ ହୁଅନ୍ତି ମୋର ଶତ୍ରୁବୃନ୍ଦ। ହେ ପ୍ରଭୁ, କର ନାହିଁ ମୋତେ ପରିତ୍ୟାଗ, ହୁଅ ନାହିଁ ହେ ମୋ ଈଶ୍ୱର ମୋ ସମୀପରୁ ଦୂର। ପରିତ୍ରାତା ହେ ପ୍ରଭୁ ମୋର, ମୋତେ ସାହାଯ୍ୟ କରିବା ପାଇଁ ହୁଅ ସତର। ଅଧ୍ୟାୟ 39 ବ୍ୟକ୍ତିଗତ ବିଳାପ ଗୀତି। କହିଲି ମୁଁ ଜିହ୍ୱା ନ କରେ ମୁଁ ଯେପରି ପାପ, ତନ୍ନିମନ୍ତେ ହେବି ମୁଁ ମାର୍ଗାବଳୀ ମୋର ସମ୍ବନ୍ଧେ ସତର୍କିତ। ଥିବେ ଯେ ପର୍ଯ୍ୟନ୍ତ ଦୁଷ୍ଟ ଲୋକେ ମୋ ସମ୍ମୁଖେ ବିଦ୍ୟମାନ, କରିବି ସେ ପର୍ଯ୍ୟନ୍ତ ମୋର ମୁଖକୁ ମୁଁ ନିୟନ୍ତ୍ରଣ। ଥିଲି ମୁଁ ମୂକ ତଥା ନୀରବ, ନିଷ୍ଫଳେ ରହିଲି ମୁଁ ନୀରବ, ହେଲା ଦୁଃଖ ମୋର ବୁଦ୍ଧିପ୍ରାପ୍ତ। ଅନ୍ତରରେ ହେଲା ହୃଦୟ ମୋର ଉତ୍ତପ୍ତ, ଅନୁଧ୍ୟାନ ସମୟେ ହେଲା ଅଗ୍ନି ପ୍ରଜ୍ୱଳିତ। କଲି ମୁଁ ସେ ସମୟେ ନିଜ ଜିହ୍ୱାରେ କଥନ। ହେ ପ୍ରଭୁ, ଯେପରି ଅବଗତ ଅଟେ ବା ଦୈର୍ଘ୍ୟ କେତେ ମୋ ଆୟୁଷର, ଜୀବନ ମୋର କେତେ କ୍ଷଣସ୍ଥାୟୀ, ହୁଏ ମୁଁ ଯେପରି ଏହା ଅବଗତ। କରିଅଛ ତୁମେ ମୋର ଦିନ ସବୁକୁ କେତେକ ଆଙ୍ଗୁଳ ମାତ୍ର, ତୁମ ଦୃଷ୍ଟିରେ ଜୀବନ ମୋର ଶୂନ୍ୟ ପ୍ରାୟ କେବଳ, ମନୁଷ୍ୟ ଅବଶ୍ୟ ଏକ ପ୍ରଶ୍ୱାସ ମାତ୍ର। ମନୁଷ୍ୟର ଅସ୍ତିତ୍ୱ ଅବଶ୍ୟ ଛାୟା ଏକ, ଅଟେ କଠିନ ପରିଶ୍ରମ ତାର ନିରର୍ଥକ। ଯଦିଓ କରେ ମନୁଷ୍ୟ ସଞ୍ଚୟ, ତଥାପି ଜାଣେ ନାହିଁ ସେ ଭୋଗ କିଏ କରିବ। ବର୍ତ୍ତମାନ ହେ ପ୍ରଭୁ, କାହିଁକି ମୁଁ ଅପେକ୍ଷାରତ? ତୁମଠାରେ ଆସ୍ଥା ମୋର ସ୍ଥାପିତ। କର ମୋତେ ସମସ୍ତ ଦୋଷରୁ ମୁକ୍ତ, କର ନାହିଁ ମୋତେ ମୂଢ଼ ବ୍ୟକ୍ତିର ନିନ୍ଦା ପ୍ରାପ୍ତ। ଅଟେ ମୋ ମୁଖ, କରେ ନାହିଁ ମୁଁ ମୋ ମୁଖ ଉନ୍ମୁକ୍ତ, କାରଣ ତୁମେ ହିଁ କରାଇଅଛ ଏହା ସଂଗଠିତ। ହେଉ ଅପସାରିତ ମୋ ଠାରୁ ତୁମ ଆଘାତ, ତୁମ ହସ୍ତରେ ଆଘାତ ଯୋଗୁଁ ମୁଁ କ୍ଷୀଣ ପ୍ରାୟ। ପାପ ଯୋଗୁଁ କରି ତିରସ୍କାର ତୁମେ ଯେବେ ମନୁଷ୍ୟକୁ ଶାସ୍ତି ଦେଉଥାଅ, ତେବେ ସୌନ୍ଦର୍ଯ୍ୟକୁ ତାର କରୁଥାଅ ତୁମେ କୀଟ ସଦୃଶ ବିନଷ୍ଟ। ଅବଶ୍ୟ ପ୍ରତ୍ୟେକ ମନୁଷ୍ୟ ଅଟେ ନିରର୍ଥକ। କର ହେ ପ୍ରଭୁ ମୋ ପ୍ରାର୍ଥନା ଶ୍ରବଣ, ଶୁଣ ମୋର କ୍ରନ୍ଦନ। ଅଶ୍ରୁପାତ ସମୟେ ରୁହ ନାହିଁ ତୁମେ ନୀରବ। ତୁମ ନିମନ୍ତେ ଅଳ୍ପ କାଳ ବ୍ୟାପୀ ମୁଁ ଜଣେ ଅତିଥି, ମୋର ପିତୃପୁରୁଷମାନଙ୍କ ସଦୃଶ ମୁଁ ମଧ୍ୟ ଜଣେ ପ୍ରବାସୀ। ନିଶ୍ଚିହ୍ନ ହୋଇ ଅନ୍ତର୍ଧାନ ହେବା ପୂର୍ବରୁ ଆନନ୍ଦ ବା କ'ଣ ହୁଏ ମୁଁ ଯେପରି ଏହା ଅବଗତ। ତନ୍ନିମନ୍ତେ କର ମୋ ଠାରୁ ତୁମ ଦୃଷ୍ଟି ପ୍ରତ୍ୟାହୃତ। ଅଧ୍ୟାୟ 40 ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। ଧୈର୍ଯ୍ୟର ସହ ହେଲି ମୁଁ ପ୍ରଭୁଙ୍କ ପ୍ରତି ପ୍ରତୀକ୍ଷାରତ। ଅବନତ ହୋଇ କଲେ ସେ ମୋ କ୍ରନ୍ଦନ ପ୍ରତି କର୍ଣ୍ଣପାତ। କଲେ ସେ ମୋତେ ଭୟଙ୍କର ଗର୍ତ୍ତ ତଥା ସନ୍ତସନ୍ତିଆ ପଙ୍କରୁ ବହିର୍ଗତ। ଶୈଳ ଉପରେ କଲେ ସେ ମୋ ପାଦକୁ ସ୍ଥାପିତ। ହେଲା ସେହିପରି ପଦକ୍ଷେପ ମୋର ସୁରକ୍ଷିତ। ଆମ ଉଦ୍ଦେଶ୍ୟ ଈଶ୍ୱରଙ୍କ ସ୍ତବଗାନାତ୍ମକ ଏକ ନୂତନ ଗୀତ କଲେ ସେ ମୋତେ ପ୍ରଦାନ। ଦେଖି କରିବେ ଅନେକେ ଭୟଭକ୍ତି ପ୍ରଦର୍ଶନ ଓ କରିବେ ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ। ଯିଏ ପ୍ରଭୁଙ୍କଠାରେ ଶରଣାଗତ ସେ ଧନ୍ୟ। କପଟୀ ଦେବମାନଙ୍କ ପ୍ରତି ଭ୍ରଷ୍ଟ ଅନୁଗାମୀମାନଙ୍କ ଅଭିମୁଖେ ହୁଏ ନାହିଁ ସେ ଘୂରିତ, ହୁଏ ନାହିଁ ସେ ଅହଙ୍କାରୀମାନଙ୍କ ଆଡ଼କୁ ଘୂରିତ। ପ୍ରଭୁ ହେ ଆମ ଈଶ୍ୱର, କରିଅଛ ତୁମେ ଆମ ନିମନ୍ତେ ତୁମ ଅଦ୍ଭୁତ କର୍ମାବଳୀ ପରିବର୍ଦ୍ଧିତ।
ତୁମେ ମନ ଜଗି ଆମ ପ୍ରତି ହୋଇଅଛ। କେହି ନାହିଁ ତୁଳନୀୟ ତୁମ ସହିତ। କରେ ମୁଁ ଯେପରି ବର୍ଣ୍ଣନା ତଥା ଘୋଷଣା ସେ ସମସ୍ତ ସେଥି ସକାଶେ ହୁଏ ମୁଁ ଯଦି ଉଦ୍ୟତ, ତେବେ ହେବ ତାହା ଗଣନାତୀତ। ବଳି ତଥା ନୈବେଦ୍ୟ ପ୍ରତି ନୁହଁ ତୁମେ ଅଗ୍ରହାନ୍ୱିତ, କିନ୍ତୁ କରିଅଛ ତୁମେ କର୍ଣ୍ଣ ମମ ଉତ୍କୃଷ୍ଟ। ହୋମ ବଳି ତଥା ପାପ ପରିହାର ବଳି ପାଇଁ କରିନାହଁ ତୁମେ ଅନୁରୋଧ। କହିଲି ମୁଁ ସେ ସମୟେ, ଏହି ଦେଖ କରେ ମୁଁ ଆଗମନ। ନିର୍ଘଣ୍ଟ ପୁସ୍ତକରେ ହୋଇଛି ମୋ ସମ୍ବନ୍ଧେ ଲିପିବଦ୍ଧ। ହେ ଈଶ୍ୱର ମୋର, ତୁମ ଇଷ୍ଟ ସାଧନ ହିଁ ମୋର ଆନନ୍ଦ। ମୋର ହୃଦୟ ବିଧିବିଧାନ ତୁମର ବିଦ୍ୟମାନ। କଲି ମୁଁ ମହାଜନ ମଣ୍ଡଳୀରେ ମୁକ୍ତିର ସୁସମ୍ବାଦ ବିଜ୍ଞାପନ। ହେ ପ୍ରଭୁ, ତୁମକୁ ଯେପରି ଅବଗତ ତଦନୁଯାୟୀ କଲି ନାହିଁ ମୁଁ ମୋର ଅଷ୍ଟାଧାରକୁ ରୁଦ୍ଧ। ତୁମ ପରିତ୍ରାଣ ଜନିତ ସାହାଯ୍ୟକୁ କଲି ନାହିଁ ମୁଁ ହୃଦୟ ମଧ୍ୟରେ ଗୋପନ। କଲି ମୁଁ ବିଶ୍ୱସ୍ତତା ତଥା ପରିତ୍ରାଣ ତୁମର ସମ୍ବନ୍ଧେ କଥନ। ତୁମର ନିରନ୍ତର ସ୍ନେହ ତଥା ବିଶ୍ୱସ୍ତତାକୁ କଲି ନାହିଁ ମୁଁ ମହାଜନମଣ୍ଡଳୀ ଠାରୁ ଗୋପନ। ବ୍ୟକ୍ତିଗତ ବିଳାପ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କର ନାହିଁ। ହେ ପ୍ରଭୁ, ତୁମ କରୁଣାକୁ ମୋ ଠାରୁ ପରିହାର କରୁ ମୋତେ ସର୍ବଦା ନିରନ୍ତର ସ୍ନେହ ତଥା ବିଶ୍ୱସ୍ତତା ତୁମର ସଂରକ୍ଷଣ। କରିଅଛି ମୋତେ ଅସଂଖ୍ୟ ଅନିଷ୍ଟ ପରିବେଷ୍ଟନ। ଦୃଷ୍ଟିଶକ୍ତି ମୋର ନଷ୍ଟ ହେବା ପର୍ଯ୍ୟନ୍ତ କଲା ମୋତେ ଦୋଷ ସକଳ ଆବରଣ। ମୋର ମସ୍ତକର କେଶ ଅପେକ୍ଷା ସେ ସମସ୍ତ ଅଧିକ। କରିଅଛି ମୋ ହୃଦୟ ମୋତେ ପରିତ୍ୟାଗ। ହେ ପ୍ରଭୁ, କର ସଦୟ ମୋତେ ଉଦ୍ଧାର। ହେ ପ୍ରଭୁ, ମୋତେ ସାହାଯ୍ୟ କରିବା ପାଇଁ ହୁଅ ସତର। ମୋ ଜୀବନର ଶରଣାର୍ଥୀ କରନ୍ତି ଯେଉଁମାନେ ଅନ୍ୱେଷଣ। ହୁଅନ୍ତୁ ସମ୍ମିଳିତ ଭାବେ ସେମାନେ ଅପମାନିତ ତଥା ବିଭ୍ରାନ୍ତ। ମୋର ବିନାଶାର୍ଥେ ହୁଅନ୍ତି ଯେଉଁମାନେ ଆଗ୍ରହାନ୍ୱିତ। ହୁଅନ୍ତୁ ଅପମାନିତ ହୋଇ ସେମାନେ ପଶ୍ଚାତପଦ କରନ୍ତି ଯେଉଁମାନେ ଆ ବୋଲି କହି ମୋତେ ଉପହାସ। ହୁଅନ୍ତୁ ଅପମାନିତ ହୋଇ ସେମାନେ ସ୍ତମ୍ଭୀଭୂତ। କିନ୍ତୁ କରନ୍ତି ଯେଉଁମାନେ ତୁମର ସନ୍ଧାନ। ହୁଅନ୍ତୁ ସେମାନେ ସମସ୍ତେ ତୁମଠାରେ ଆନନ୍ଦିତ ତଥା ଆହ୍ଲାଦିତ। ଯେଉଁମାନେ ସ୍ନେହୀ ତୁମ ପରିତ୍ରାଣର, କିନ୍ତୁ ସେମାନେ ନିରନ୍ତର ବିଜ୍ଞାପନ ଅଟନ୍ତି। ପ୍ରଭୁ ମହାନ ଅଟେ, ମୁଁ ନିର୍ଦ୍ଧନ ତଥା ଦିନହୀନ। ତଥାପି ପ୍ରଭୁ ମୋ ସମ୍ବନ୍ଧେ ଚିନ୍ତିତ ଅଟ ତୁମେ ସହାୟ ତଥା ପରିତ୍ରାତା ମୋର। କର ନାହିଁ ବିଳମ୍ବ, ହେ ଈଶ୍ୱର ମୋର।